କ'ଣ ଆପଣଙ୍କୁ କେବେ ଏମିତି ଲାଗିଛି କି କୌଣସି ବ୍ୟକ୍ତି ଅବା ପରିସ୍ଥିତି ଆପଣଙ୍କ ଜୀବନର ପ୍ରତ୍ୟେକ ଷ୍ଟେପ୍ରେ ବାଧା ଦେଉଛନ୍ତି? ଆପଣ ଯେତେ ଚେଷ୍ଟା କରୁଛନ୍ତି ସେଥିରୁ ରକ୍ଷା ପାଇବା ପାଇଁ ସେତିକି କଷ୍ଟ ବଢ଼ିଯାଉଛି। ଯଦି ହଁ, ତେବେ ଏହି ଭିଡ଼ିଓଟି ଆପଣଙ୍କ ପାଇଁ। ଆଜି ଆପଣ ଜାଣିବେ ଚାଣକ୍ୟଙ୍କର ସେହି ଅମୂଲ୍ୟ ନୀତିଗୁଡ଼ିକ ବିଷୟରେ ଯାହା ଆପଣଙ୍କୁ ସେଥିରୁ ରକ୍ଷା କରିପାରିବ। ଚାଣକ୍ୟଙ୍କର ସେହି ନୀତିଗୁଡ଼ିକ ସାହାଯ୍ୟରେ ଆପଣ ନା କେବଳ ନିଜ ସମସ୍ୟାର ସମାଧାନ ପାଇପାରିବେ, ବରଂ ନିଜ ଜୀବନକୁ ନୂଆ ଉଚ୍ଚତାର ଶିଖରକୁ ନେଇପାରିବେ। ଏହି ଭିଡ଼ିଓଟିକୁ ପୁରା ଦେଖନ୍ତୁ, କାହିଁକି ନା ପ୍ରତ୍ୟେକଟି କଥା ଶିକ୍ଷଣୀୟ ଅଟେ। ଆଚାର୍ଯ୍ୟ ଚାଣକ୍ୟଙ୍କ ବିଚାର ଓ ଦର୍ଶନର ଆଧାରରେ ଯେବେ କେହି ବ୍ୟକ୍ତି ଅବା ପରିସ୍ଥିତି ଆପଣଙ୍କୁ ହଇରାଣ କରିଥାଏ ଅବା କଷ୍ଟ ଦେଇଥାଏ ତ ତା'ର ସାମ୍ନା କରିବାର ସବୁଠାରୁ ପ୍ରଭାବୀ ଓ ବୁଦ୍ଧିମାନ ଉପାୟ କ'ଣ ହୋଇପାରେ? ଆଚାର୍ଯ୍ୟ ଚାଣକ୍ୟ, ଯାହାଙ୍କୁ କୌଟିଲ୍ୟ ଓ ବିଷ୍ଣୁଗୁପ୍ତ ନାମରେ ବି ଜଣାଯାଇଥାଏ, ସେ କେବଳ ଏକ ମହାନ ରଣନୀତିକାର ହିଁ ନୁହେଁ, ବରଂ ଏକ ଏମିତି ଦାର୍ଶନିକ ଥିଲେ ଯାହାଙ୍କ ନୀତିଗୁଡ଼ିକ ଆଜି ବି ସେତେ ପ୍ରାସଙ୍ଗିକ ଅଟେ ଯେତେ 2000 ବର୍ଷ ପୂର୍ବରୁ ଥିଲା। ତାଙ୍କ କଥା ନା କେବଳ ଆମକୁ ପ୍ରେରଣା ଦେଇଥାଏ, ବରଂ ଜୀବନର ସବୁ ସମସ୍ୟାର ସମାଧାନ ବି ପ୍ରଦାନ କରିଥାଏ। ତ ଆସନ୍ତୁ ଜାଣିବା ଚାଣକ୍ୟଙ୍କ ନୀତିଗୁଡ଼ିକରୁ ଶିଖିବା ଓ ନିଜ ଜୀବନକୁ ଉତ୍ତମ କରିବା। କାରଣ ଏହି ନୀତିଗୁଡ଼ିକ ଆମକୁ ଜ୍ଞାନ ଦେବା ସଙ୍ଗେ ଆମ ଜୀବନକୁ ନୂଆ ଦିଗ ଦେବ ଓ ଆମ ଜୀବନରେ ଅମୂଲ୍ୟ ପରିବର୍ତ୍ତନ ଆଣିପାରିବ। ଯେତେବେଳେ ଆମକୁ କେହି ସବୁବେଳେ ସମସ୍ୟାରେ ପକାଇଥାଏ ବା ସବୁ ଦିଗରୁ ହଇରାଣ କରିଥାଏ, ସେତେବେଳେ ସର୍ବପ୍ରଥମେ ଓ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଷ୍ଟେପ୍ ହୋଇଥାଏ କି ସେହି ସମସ୍ୟାକୁ ଚିହ୍ନିବା। ଚାଣକ୍ୟ କହିଛନ୍ତି କି ଶତ୍ରୁର ଆକଳନ ତାଙ୍କ ଗତିବିଧି ଗୁଡ଼ିକରୁ କରନ୍ତୁ, ତାଙ୍କ ଶବ୍ଦରୁ ନୁହେଁ। ଏହାର ଅର୍ଥ ଏହା କି ଆପଣଙ୍କୁ ସତର୍କ ରହିବାକୁ ହେବ ଓ ଧ୍ୟାନ ଦେବାକୁ ହେବ କି ସେ ବ୍ୟକ୍ତି ଆପଣଙ୍କ ବିରୋଧରେ କ'ଣ ଷ୍ଟେପ୍ ଉଠାଉଛନ୍ତି। ପ୍ରଶ୍ନ ଯାହା ନିଜକୁ ପଚାରନ୍ତୁ, ପ୍ରଥମ, କ'ଣ ସେ ଦୁନିଆ ଆଗରେ ଆପଣଙ୍କ ଛବି ଖରାପ କରିବାକୁ ଚେଷ୍ଟା କରୁଛନ୍ତି? ଦ୍ୱିତୀୟ, କ'ଣ ସେ ଆପଣଙ୍କ ଯୋଜନାକୁ ବିଫଳ କରିବା ପାଇଁ ଲାଗିଛନ୍ତି? ତୃତୀୟ, କ'ଣ ସେ ଆପଣଙ୍କ ଆଖପାଖର ଲୋକଙ୍କୁ ଆପଣଙ୍କ ବିରୋଧରେ କରିବାକୁ ଚେଷ୍ଟା କରୁଛନ୍ତି? ଆଚାର୍ଯ୍ୟ ଚାଣକ୍ୟ ନନ୍ଦବଂଶର ଷଡ଼ଯନ୍ତ୍ରକୁ ଜାଣିବା ପାଇଁ ତାଙ୍କ ଦରବାରରେ ଗୁପ୍ତଚରମାନଙ୍କୁ ରଖିଥିଲେ। ସେମାନେ ନନ୍ଦବଂଶର ପ୍ରତ୍ୟେକ ଯୋଜନାକୁ ଜାଣିନେଇ ଚାଣକ୍ୟଙ୍କୁ କହୁଥିଲେ, ଆଉ ଚାଣକ୍ୟ ସେହି ମାଧ୍ୟମରେ ନିଜ ଶିଷ୍ୟ ଚନ୍ଦ୍ରଗୁପ୍ତଙ୍କୁ ସମୟ ଥାଇ ଚେତାଇ ଦେଉଥିଲେ ଓ ଚନ୍ଦ୍ରଗୁପ୍ତଙ୍କ ମାର୍ଗଦର୍ଶନ କରାଉଥିଲେ। ମନେ ରଖନ୍ତୁ, ସମସ୍ୟା ଠିକ୍ ଭାବରେ ବୁଝିବା ବିନା ଆପଣ ତାଙ୍କ ସହ ଲଢ଼େଇ କରିବା ପାଇଁ ଉଚିତ ରଣନୀତି ତିଆରି କରିପାରିବେ ନାହିଁ। ଚାଣକ୍ୟ କହିଛନ୍ତି କି ବିନା ଯୋଜନାରେ କରାଯାଇଥିବା କାର୍ଯ୍ୟ ଆପଣଙ୍କ ହାର ବା ପରାଜିତର କାରଣ ହୋଇଥାଏ। ଏହାର ଅର୍ଥ ହେଉଛି କି ଯଦି କେହି ବ୍ୟକ୍ତି ଆପଣଙ୍କୁ ହଇରାଣ କରୁଛନ୍ତି ତ ଆପଣଙ୍କୁ ତୁରନ୍ତ ପ୍ରତିକ୍ରିୟା ଦେବା ବଦଳରେ ଶାନ୍ତ ରହି ବିଚାର କରିବାର ଆବଶ୍ୟକତା ଅଛି କି କ'ଣ କରିବା ଉଚିତ। ପ୍ରଥମ, ସେହି ବ୍ୟକ୍ତିର ଦୁର୍ବଳତାକୁ ଚିହ୍ନନ୍ତୁ। ଦ୍ୱିତୀୟ, ନିଜ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ତୃତୀୟ, ନିର୍ଦ୍ଦିଷ୍ଟ ଯୋଜନା କରନ୍ତୁ। ଯେବେ ନନ୍ଦବଂଶ ଚନ୍ଦ୍ରଗୁପ୍ତଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲା, ସେତେବେଳେ ଚାଣକ୍ୟ ଶାନ୍ତ ରହି ଏକ ଏମିତି ଯୋଜନା ତିଆରି କରିଥିଲେ ଯେଉଁଥିରେ ନନ୍ଦବଂଶର ଅନ୍ତ ହୋଇଗଲା। ମନେ ରଖନ୍ତୁ, କ୍ରୋଧିତ ହୋଇ, ଉତ୍ତ୍ୟକ୍ତ ହୋଇ ବା ଶୀଘ୍ରତାରେ ଦେଇଥିବା ପ୍ରତିକ୍ରିୟା କେବଳ ଆପଣଙ୍କର କ୍ଷତିର କାରଣ ହୋଇଥାଏ। ଏଥିପାଇଁ ଧୈର୍ଯ୍ୟ ରଖନ୍ତୁ ଓ ଉଚିତ ଯୋଜନା କରନ୍ତୁ। ଚାଣକ୍ୟ କହିଛନ୍ତି କି ସମୟ ପୂର୍ବରୁ ଓ ସମୟ ପରେ କରାଯାଇଥିବା କାର୍ଯ୍ୟ ଦୁଇଟି ଯାକ ବେକାର ହୋଇଥାଏ। ଯଦି କେହି ଆପଣଙ୍କୁ ହଇରାଣ କରୁଛନ୍ତି ତ ତାଙ୍କ ବିରୋଧରେ ସେତେବେଳେ କିଛି ନିର୍ଣ୍ଣୟ ନିଅନ୍ତୁ ଯେତେବେଳେ ସମୟ ଉଚିତ ହୋଇଥିବ। ତେବେ କ'ଣ କରିବେ? ପ୍ରଥମ, ତାଙ୍କ ବିରୋଧରେ ଅକାଟ୍ୟ ପ୍ରମାଣ ଯାହାକୁ ସେ କାଟିପାରିବେ ନାହିଁ। ଦ୍ୱିତୀୟ, ନିଜ ଯୋଜନାକୁ ଅନ୍ତିମ ରୂପ ଦିଅନ୍ତୁ। ତୃତୀୟ, ଉଚିତ ସମୟରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ଷ୍ଟେପ୍ ଉଠାନ୍ତୁ। ଚାଣକ୍ୟ ନନ୍ଦବଂଶ ଉପରେ ପ୍ରହାର କରିବା ପୂର୍ବରୁ ନିଜ ସେନାକୁ ପ୍ରସ୍ତୁତ କରିଲେ ଓ ଉଚିତ ସମୟର ଅପେକ୍ଷା କରିଲେ। ଯେବେ ଉଚିତ ସମୟ ଆସିଲା, ସେତେବେଳେ ପ୍ରହାର କରି ପୁରା ନନ୍ଦବଂଶ ସମାପ୍ତ କରିଦେଲେ।
ଏହି ଶିକ୍ଷା ଆମକୁ ଏହା ଜଣାଉଛି ଯେ ଧୈର୍ଯ୍ୟ ଓ ସଫଳ ଯୋଜନା ହିଁ ସଫଳତାର ପୁଞ୍ଜି ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯେଉଁ ବ୍ୟକ୍ତି ଭାବନାର ଆଧାରରେ ନିର୍ଣ୍ଣୟ ନେଇଥାନ୍ତି ସେ ସବୁବେଳେ ଅସଫଳ ହୋଇଥାନ୍ତି। ଯଦି କେହି ଆପଣଙ୍କୁ ବାରମ୍ବାର ହଇରାଣ କରୁଛନ୍ତି ବା କଷ୍ଟ ଦେଉଛନ୍ତି ତ କ୍ରୋଧରେ ବା ପ୍ରତିଶୋଧର ଭାବନାରେ ପ୍ରଭାବିତ ହୋଇ ନିର୍ଣ୍ଣୟ ନିଅନ୍ତୁ ନାହିଁ। ତେବେ କ'ଣ କରିବେ? ପ୍ରଥମ, ନିଜ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ଦ୍ୱିତୀୟ, କ୍ରୋଧକୁ ନିଜ ଶକ୍ତି କରନ୍ତୁ। ତୃତୀୟ, ପ୍ରତ୍ୟେକ ନିର୍ଣ୍ଣୟ ଭାବି ବିଚାରି ନିଅନ୍ତୁ। ଚାଣକ୍ୟ ନନ୍ଦରାଜାଠାରୁ ପ୍ରତିଶୋଧ ନେବା ପାଇଁ ନିଜ ବ୍ୟକ୍ତିଗତ ଭାବନାକୁ ନିଜ ଲକ୍ଷ୍ୟଠାରୁ ଅଲଗା ରଖିଥିଲେ। ତାଙ୍କ ଲକ୍ଷ୍ୟ କେବଳ ଏହା ଥିଲା କି ମୌର୍ଯ୍ୟ ସାମ୍ରାଜ୍ୟର ସ୍ଥାପନା। ସେଥିପାଇଁ ଆପଣଙ୍କୁ ମଧ୍ୟ ନିଜ ଭାବନାକୁ ନିୟନ୍ତ୍ରଣରେ ରଖିବା ଉଚିତ ଓ ନିଜ ଲକ୍ଷ୍ୟକୁ ପ୍ରାଥମିକତା ଦେବା ଉଚିତ। ଚାଣକ୍ୟ କହିଛନ୍ତି କି ଯଦି ନିଜକୁ ମଜବୁତ କରିନେବେ ତ କେହି ଆପଣଙ୍କୁ ହଇରାଣ ବା ସମସ୍ୟାରେ ପକାଇ ପାରିବେ ନାହିଁ। ତେବେ କେମିତି ମଜବୁତ ହେବେ? ପ୍ରଥମ, ମାନସିକ ରୂପରେ ମଜବୁତ ହୁଅନ୍ତୁ। ଦ୍ୱିତୀୟ, ଜ୍ଞାନ ପ୍ରାପ୍ତ କରନ୍ତୁ। ତୃତୀୟ, ନିଜ କ୍ଷେତ୍ରରେ ବିଶେଷଜ୍ଞ ହୁଅନ୍ତୁ। ଆଚାର୍ଯ୍ୟ ଚାଣକ୍ୟ ଚନ୍ଦ୍ରଗୁପ୍ତଙ୍କୁ ସବୁ ପ୍ରକାର ଶିକ୍ଷା ଦେଇଥିଲେ, ଯଥା ରଣନୀତି, ରାଜନୀତି ଓ ଯୁଦ୍ଧ କୌଶଳ। ଏଥିରେ ଚନ୍ଦ୍ରଗୁପ୍ତ ଏତେ ସକ୍ଷମ ହୋଇଗଲେ କି ସେ ଭାରତର ଏକ ମହାନ ଶାସକ ହୋଇଗଲେ। ମନେ ରଖନ୍ତୁ, ଯଦି ଆପଣ ନିଜକୁ ମଜବୁତ କରିନେବେ ତ କେହି ବି ଆପଣଙ୍କ ସମସ୍ୟାକୁ ବଢ଼ାଇ ପାରିବେ ନାହିଁ କି ସମସ୍ୟାରେ ପକାଇବାକୁ ସଫଳ ହୋଇପାରିବେ ନାହିଁ। ଯେବେ କେହି ଆପଣଙ୍କୁ ବଞ୍ଚିବା କଷ୍ଟକର କରିଦିଏ ତ ଚାଣକ୍ୟଙ୍କର ଏହି ନୀତିଗୁଡ଼ିକୁ ଆପଣାନ୍ତୁ। ପ୍ରଥମ, ସମସ୍ୟାକୁ ଚିହ୍ନନ୍ତୁ। ଦ୍ୱିତୀୟ, ପ୍ରତିକ୍ରିୟା ଦେବା ପୂର୍ବରୁ ଯୋଜନା କରନ୍ତୁ। ତୃତୀୟ, ଉଚିତ ସମୟରେ ପ୍ରହାର କରନ୍ତୁ। ଚତୁର୍ଥ, ନିଜ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ପଞ୍ଚମ, ନିଜକୁ ମଜବୁତ କରନ୍ତୁ। ମନେ ରଖନ୍ତୁ, ଆପଣ ନିଜ ଜୀବନର ନାୟକ ଅଟନ୍ତି। ଚାଣକ୍ୟଙ୍କର ନୀତିଗୁଡ଼ିକୁ ଆପଣାଇ ଆପଣ କୌଣସି ବି ସମସ୍ୟା ସହିତ ଲଢ଼ି ପାରିବେ ଓ ନିଜ ଜୀବନକୁ ନୂଆ ଦିଗ ଦେଇପାରିବେ। କିଛି କଥା ବହୁତ ଅମୂଲ୍ୟ ଅଟେ ଯାହାକୁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ପୁସ୍ତକରେ ଲେଖିଥିଲେ, ଯାହା ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। ମନେ ରଖନ୍ତୁ, ପ୍ରଥମ, ଶତ୍ରୁକୁ ସେତେ ପର୍ଯ୍ୟନ୍ତ ଦୁର୍ବଳ ଭାବନ୍ତୁ ନାହିଁ ଯେବେ ପର୍ଯ୍ୟନ୍ତ ସେ ଆପଣଙ୍କୁ ଦୁର୍ବଳ ନ ଭାବିଛନ୍ତି। ଦ୍ୱିତୀୟ, ଧୈର୍ଯ୍ୟ ମନୁଷ୍ୟର ସବୁଠାରୁ ବଡ଼ ମିତ୍ର ହୋଇଥାଏ। ଯିଏ ଧୈର୍ଯ୍ୟବାନ ଅଟନ୍ତି ସେ ନିଜ ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିପାରନ୍ତି। ତୃତୀୟ, ସମୟ ଯେତେ ବଡ଼ ହେଉନା କାହିଁକି ତାର ସମାଧାନ ସବୁବେଳେ ନିଜ ବୁଦ୍ଧି ପାଖରେ ଥାଏ। ଚତୁର୍ଥ, ଶତ୍ରୁର ନାଶ ତାର ଦୁର୍ବଳତାରେ ହୋଇଥାଏ, ତାର ଶକ୍ତିରେ ନୁହେଁ। ମନେ ରଖନ୍ତୁ, ଦୁଷ୍ଟ ବ୍ୟକ୍ତିର ସ୍ୱଭାବ କେବେ ବଦଳି ନଥାଏ। ଆପଣ ତାଙ୍କ ସହ କେତେ ବି ଭଲ ବ୍ୟବହାର କରନ୍ତୁ ନା କାହିଁକି, କିନ୍ତୁ ଦୁଷ୍ଟ ସବୁବେଳେ ଦୁଷ୍ଟ ହିଁ ରହିଥାଏ। ଦୁଷ୍ଟ ବ୍ୟକ୍ତିଠାରୁ ବିଷଧର ଏହି ଦୁନିଆରେ ଆଉ କେହି ହୋଇ ନପାରେ। କାହିଁକି ନା ସାପର ବିଷ ତାର ଦାନ୍ତରେ ହୋଇଥାଏ, ବିଛାର ବିଷ ତାର ଲାଞ୍ଜରେ ହୋଇଥାଏ, କିନ୍ତୁ ଦୁଷ୍ଟ ବ୍ୟକ୍ତିର ପ୍ରତ୍ୟେକ ଅଙ୍ଗରେ ବିଷ ଭରି ହୋଇଥାଏ। ଏଥିପାଇଁ ଦୁଷ୍ଟ ଉପରେ ଭରସା କରିବା ବହୁତ ବଡ଼ ଭୁଲ ହୋଇଥାଏ। ବାସ୍ତବରେ ଦୁଷ୍ଟ ବ୍ୟକ୍ତି କେବେ କାହାର ବନ୍ଧୁ ହୋଇପାରନ୍ତି ନାହିଁ। ଏଥିପାଇଁ ଚାଣକ୍ୟ ଦୁଷ୍ଟ ବ୍ୟକ୍ତି ସହ ଠିକ୍ ସେହିପରି ବ୍ୟବହାର କରିବା ଉଚିତ କହିଛନ୍ତି ଯେପରି ଏକ ବିଷଧର ସାପ ସହ କରାଯାଇଥାଏ, ଅର୍ଥାତ୍ ଯେପରି ସାପର ଫଣାକୁ ଦଳି ଦିଆଯାଏ ଠିକ୍ ସେହିପରି ଦୁଷ୍ଟ ବ୍ୟକ୍ତି ସହ କରାଯିବା ଉଚିତ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯେପରି ବ୍ୟକ୍ତିର ହାତରେ ବିଷ ବ୍ୟାପିଗଲେ ହାତ କାଟି ଦିଆଯାଏ, କାହିଁକି ନା ଯଦି ସେ ବିଷଭରା ହାତକୁ କାଟି ନ ଦିଆଯାଏ ତ ତାର ବିଷ ପୁରା ଶରୀରରେ ବ୍ୟାପିଯାଏ, ଯେଉଁଥିରେ ଶରୀରର ଅନ୍ୟ ଅଙ୍ଗର କ୍ଷତି ହେବ, ବରଂ ସେଥିପାଇଁ ସେ ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ। ବାସ୍ତବରେ ଚାଣକ୍ୟ ଏହା କହିବା ପାଇଁ ଚାହାନ୍ତି ଯେ ଏମିତି ମଣିଷ ଯିଏ ଆପଣଙ୍କର ବହୁତ ନିକଟବର୍ତ୍ତୀ, ଯଦି ତାଙ୍କ ବିଷୟରେ ଏହା ଜଣାପଡ଼ିଲା କି ସେ ଭିତରେ ଭିତରେ ଆପଣଙ୍କର ଖରାପ ଚାହୁଁଛନ୍ତି ତ ସେ ମଣିଷଠାରୁ ତୁରନ୍ତ ଦୂରେଇ ଯିବା ଆବଶ୍ୟକ। କାହିଁକି ନା ଇଏ ସେ ଶତ୍ରୁ ହୋଇଥାଏ ଯିଏ ଆପଣଙ୍କୁ ସବୁଠାରୁ ଅଧିକ ଗଭୀର କ୍ଷତି ପହଞ୍ଚାଇଥାନ୍ତି। ଏହି ଶତ୍ରୁ ଆପଣଙ୍କର କେହି ବନ୍ଧୁ, ଭାଇ ଓ ସମ୍ପର୍କୀୟ ମଧ୍ୟ ହୋଇପାରନ୍ତି। ବାସ୍ତବରେ ଏମାନେ ଆପଣଙ୍କୁ ଏହା ଦେଖାଇଥାନ୍ତି କି ସେମାନେ ଆପଣଙ୍କର ବହୁତ ନିଜର ଅଟନ୍ତି, କିନ୍ତୁ ଭିତରେ ଭିତରେ ସେ ଆପଣଙ୍କୁ ଅସୀମ ଘୃଣା କରିଥାନ୍ତି।
ତା ପୂର୍ବରୁ ସେ ଆପଣଙ୍କୁ ଘୃଣାରୂପୀ ନିଆଁରେ ଭସ୍ମ କରିଦେବେ, ତା ପୂର୍ବରୁ ଆପଣ ସେହିପରି ଲୋକଙ୍କ ଠାରୁ ନିଜକୁ ଦୂରେଇ ଦିଅନ୍ତୁ। ଆପଣ କେବେ ଭାବିଛନ୍ତି କି ଏହି ଜୋରରେ ଗତିଶୀଳ ହେଉଥିବା ଦୁନିଆରେ ଉଚିତ ଦିଗ କେମିତି ପାଇବେ? କେମିତି ମହାନ ଲୋକଙ୍କ ବିଚାରରୁ ପ୍ରେରଣା ନେଇ ନିଜ ଜୀବନକୁ ଉତ୍ତମ କରିବେ? ତେବେ ଦେଖନ୍ତୁ ଚାଣକ୍ୟ ନୀତି ଫାଷ୍ଟ ମୋଟିଭେସନ୍ ଚ୍ୟାନେଲରେ। ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଲେ ପ୍ଲିଜ୍ ଲାଇକ୍, କମେଣ୍ଟ, ସେୟାର ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।